ଚାଲନ୍ତୁ ଦେଖିବା ମିଷ୍ଟିର ମାଉସୀ ଘର। ଆସିକି ମୁଁ ପହଞ୍ଚିଗଲି ମାଉସୀ ଘରେ। ଆସିଥିଲା ଟାଇମ୍ରେ ଦେଖା ହେଲା ଭାଇମାନେ, ତା ଭାଇ ସାଙ୍ଗେ କଥା ହେଇଗଲି, କଥା ହେଇକି ଆସି ଘରେ ପହଞ୍ଚିଗଲି। ମୁଁ ଯେହେତୁ ମୋତେ ଅଧାର ଓହ୍ଲେଇ ଦେଇଥିଲେ, ମୁଁ ତାଙ୍କ ସାଙ୍ଗେ କଥାବାର୍ତ୍ତା ହେଇକି ମୁଁ ପଳେଇ ଆଇଲି ଘରକୁ। ଚାଲ ଦେଖିବା ମୋ ଦେଇ କ'ଣ କରୁଛି। ଦେଇ ରୋଷେଇ କରୁଛି, ଆମେ ତାକୁ କହିଥିଲୁ ବୋଲି ଆସିଛୁ ବୋଲି ସେ ସେଟା ରୋଷେଇ କରିଦେଲାଣି ମୋ ଦେଇ। ସେଇ ଟାଇମ୍ ତାଙ୍କ ପାଖରେ ତାଙ୍କ ଭଉଣୀ ବସିଥିଲେ, ଯେହେତୁ ସେ ଉଠିଗଲେ ମାନେ ସାନ ବାପାଙ୍କ ଝିଅ ବସିଥିଲେ, ତାକୁ ଡାକିଲେ ସେ ପଳେଇଗଲେ। ତା ମମି ଡାକିଥିଲା ପଳେଇଗଲା, କହିଲା ମୁଁ ଆସେ ଆମେ ସାଙ୍ଗ ହେଇ କଥା ହେବା। ସେଇ ଟାଇମ୍ର ବାପା ଆସିଥିଲେ, ତାଙ୍କ ସାଙ୍ଗ ଥିଲେ, ସାଙ୍ଗ ହେଇ କଥାବାର୍ତ୍ତା ହେଉଥିଲେ। ଆମ ମିଷ୍ଟିର ପୁଅର ସାଙ୍ଗ ହେଇ ମୋବାଇଲ ଦେଖୁଛନ୍ତି, ଆଉ ସେଠି କଥାବାର୍ତ୍ତା ହେଉଛନ୍ତି ଯେ ସେ କ'ଣ ଆଜି ରୋଷେଇ ପ୍ରୋଗ୍ରାମ ରଖିଛନ୍ତି ନା ଚିକେନ ତରକାରୀ ରାନ୍ଧିଛନ୍ତି ନା ଯେହେତୁ କ'ଣ ହେବ ଭଉଣୀ ଜଇଁ ଆଇଛନ୍ତି ସେଥିଲାଗି ସ୍ପେଶାଲ ତାଙ୍କ ପାଇଁ ଚିକେନ ତରକାରୀ ମୋ ଦେଇ ରୋଷେଇ କରିଛନ୍ତି, ଆମେ ଖାଇଦେଇ ବାହାରିଯିବୁ ସେଥିପାଇଁ। ଚାଲନ୍ତୁ ଦେଖିବା। ଗଛ କାଟିବେ କହିଲେ ଆସିଛନ୍ତି ଯେହେତୁ, ଆଉ ମୋ ବାପା କହିଲେ ଆସିଛନ୍ତି ମୁଁ ଗୋଟେ ପଇଡ଼ କାଟିଦେମି, ଏ ପିଇ ଦେଇକି ଘରକୁ ପଳେଇବେ। ଦେଖିଲା ଗଛକୁ ଚଢ଼ିଥିଲେ, ବହୁତ ସାରା ପୋକ ଗଛରେ ହେଇଯାଇଥିଲା, ଆଉ ବହୁତ କଟେଇ ବି ପାଇଲେନି। ସେ ଗଛ ଝାଡ଼ିବା ପାଇଁ କିରାସିନରେ ତାକୁ ମାନେ କିରାସିନ ଲଗେଇ ଦେଇଛନ୍ତି, ସେ ଯେଉଁ ଲୁଗା ଦେହରେ ବିନା ଥିଲା ସେ ଲୁଗା ଦେହରେ କିରାସିନ ଲଗେଇକି ଗଛ ଲଗେଇଥିଲେ, ଯେହେତୁ ସବୁ ପୋକ ମହୁମାଛି ପୋକ ଯେଉଁ ସେ ତଳକୁ ଗଡ଼ିଯିବ। ମେଚେ ପୋକ ତଳେ ପଡ଼ିଥିଲେ, ଆଉ କାଟି ପାଇଲେନି, ମାତ୍ର ଗୋଟେ କାଟିଛନ୍ତି ପଳେଇ ଆଇଲେ। ଦେଖନ୍ତୁ ଆମର ଝିଅ ପୁଅ ଦୁଇ ଜଣ ପଇଡ଼କୁ ଟାଣି ଟାଣି ଆଣିଛନ୍ତି। କହିଲେ ବାପା କହିଲେ ଯିଏ ପିଇବ ସେ ଟାଣିକି ଶୀଘ୍ର ନେଇକି ଆସ। ସେଠୁ ମିଷ୍ଟି ବାପାକୁ ବାପା ଦେଲେ ପିଇଲେ, ଆଉ ବାପା ସବୁ କାଟୁଛନ୍ତି ସବୁ ବି ପିଇବେ। କହିଲେ ମୋ ବାପା କହିଲେ ସେ ସବୁ ପଳେଇ ଆସ, ଯିଏ ପିଇବ ଆସ। ସେଠୁ ମୋ ଦେଇ ପିଇଲେ, ଆଉ ମିଷ୍ଟି ବି ପିଇବେ, ଆଉ ମୁଁ ବି ପିଇଛି, ଆଉ ସବୁ ପିଇଲେ। ପିଇ ସାରିଲା ପରେ ଦେଇ ଗଲେ ତମେ ଶୀଘ୍ର ପିଇ ଦେଇକି ଶୀଘ୍ର ଆସ ଖାଇବ, ଟାଇମ୍ ହେଇଗଲାଣି ନା। ମୁଁ କହିଲେ ତୁ ବାଡ଼େ, ମୁଁ ସାଙ୍ଗେ ସାଙ୍ଗେ ପିଇ ଦେଇକି ମୁଁ ଯାଉଛି। ଆଉ ସାଙ୍ଗେ ମୋ ଦେଇ ଘୋଡ଼ା ଧୋଇ ପଳେଇ ଆଇନୁ। ବାପାକୁ ଖାଇବା ପାଇଁ ଦେଲେ, ଆଉ ମିଷ୍ଟି ବାପା ଖାଇଲା, ତାଙ୍କ ସାଙ୍ଗ ବି ଖାଇସାରିଲେଣି ବସୁଛନ୍ତି। ଆଉ ସେମାନେ ଖାଇସାରିଲା ପରେ ଦେଇଗଲା, ସେ ତ ଆଇଁଷ ଖାଇବେ ନା, ଆମେ ନିରାମିଷ ଖାଇବା ସେ ପଳେଇ ଆଇ। ଆମ ପାଇଁ ଡାଲି କରିଥିଲେ, ଆଉ ଶାଗ ଭଜା, ଆଳୁ ବାଇଗଣ ତରକାରୀ। ଆମେ ଯେହେତୁ ନିରାମିଷ ଖାଇମୁ, ବାରଣ ନଥିଲା ସେଥିପାଇଁ ଆମେ ଦୁଇ ଭଉଣୀ ବସିକି ଖାଇଦେଲୁ। ଆମ ଭିଡ଼ିଓ କେମିତି ଲାଗିଲା